କାହିଁକି ଲକ୍ଷ୍ମଣଙ୍କ ମୃତ୍ୟୁ କଥା ଶୁଣି ହସିଥିଲେ ସ୍ତ୍ରୀ ଉର୍ମିଳା ଜାଣନ୍ତୁ ଏହି ରହସ୍ୟ କଥା। ବନ୍ଧୁଗଣ, ତେବେ ଆଉ କାଳ ବିଳମ୍ବ ନକରି ଚାଲନ୍ତୁ କାହାଣୀଟିକୁ ଜାଣିବା। ଭିଡିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତ୍ରେତୟା ଯୁଗରେ ରାଜା ଦଶରଥଙ୍କ ଆଦେଶ ଅନୁସାରେ ଭଗବାନ ଶ୍ରୀ ରାମଚନ୍ଦ୍ରଙ୍କୁ 14 ବର୍ଷର ବନବାସ ଦଣ୍ଡ ଭୋଗ କରିବାକୁ ପଡ଼ିଥିଲା। ବନବାସ ସମୟରେ ଭଗବାନ ରାମଚନ୍ଦ୍ର ସହିତ ତାଙ୍କର ପତ୍ନୀ ସୀତା ଏବଂ ଭାଇ ଲକ୍ଷ୍ମଣ ମଧ୍ୟ ଏହି 14 ବର୍ଷ ବନବାସ ଯାଇଥିଲେ। ସେମାନେ ବନବାସୀ ଜୀବନ ଅତିବାହିତ କରିଥିଲେ ବୋଲି ଆପଣମାନେ ନିଶ୍ଚୟ ଭାବରେ ଜାଣିଥିବେ। ଲକ୍ଷ୍ମଣ ବାଲ୍ୟକାଳରୁ ହିଁ ସବୁବେଳେ ଭ୍ରାତା ଶ୍ରୀରାମଙ୍କ ସେବାରେ ନିଜକୁ ନିୟୋଜିତ କରି ରଖୁଥିଲେ। ଲକ୍ଷ୍ମଣ ମାତା ସୁମିତ୍ରାଙ୍କ ଠାରୁ ବନକୁ ଯିବାର ଆଜ୍ଞା ମିଳିବା ପରେ ପତ୍ନୀ ଉର୍ମିଳାଙ୍କ ଠାରୁ ଆଜ୍ଞା ନେବା ଜରୁରୀ ମନେ କରିଲେ ନାହିଁ। ଲକ୍ଷ୍ମଣ ଚିନ୍ତା କରିଲେ ସେ ବନକୁ ଯିବା କଥା ଶୁଣି ଉର୍ମିଳା ବୋଧେ ହୁଏ ତାଙ୍କ ସହିତ ବନକୁ ଯିବା ପାଇଁ ଜିଦ୍ କରିବେ। କିନ୍ତୁ ଯେତେବେଳେ ସେ ଉର୍ମିଳାଙ୍କ ପ୍ରକୋଷ୍ଠକୁ ଗଲେ ସେତେବେଳେ ଉର୍ମିଳା ଆଳତୀର ଥାଳି ଧରି ତାଙ୍କୁ ପ୍ରତୀକ୍ଷା କରିଥିବାର ଦେଖିବାକୁ ପାଇଲେ। ଉର୍ମିଳା କହିଲେ, ମୋ ବିଷୟରେ କିଛି ଚିନ୍ତା କରନ୍ତୁ ନାହିଁ। ଏହାପରେ ଲକ୍ଷ୍ମଣଙ୍କର ସମସ୍ତ ସଂକୋଚ ଦୂର ହୋଇଗଲା। ସେ ତାଙ୍କ ବଡ଼ ଭାଇ ଶ୍ରୀରାମଚନ୍ଦ୍ରଙ୍କ ସହିତ ବନକୁ ବାହାରିଗଲେ। ଏହାପରେ ଉର୍ମିଳା ଲକ୍ଷ୍ମଣଙ୍କ ଫେରିବା ବାଟକୁ ଚାହିଁ ବସିଥିଲେ ଏବଂ ଏକ ତପସ୍ୱିନୀ ପରି କଠୋର ତପସ୍ୟା କରିଥିଲେ। ଲକ୍ଷ୍ମଣ ଯେତେବେଳେ ଶରାଘାତରେ ଆହତ ହୋଇଥିଲେ ସେତେବେଳେ ହନୁମାନ ତାଙ୍କ ପାଇଁ ସଞ୍ଜୀବନୀ ବୁଟି ଜାଣି ନପାରି ପର୍ବତ ନେଇ ଆସିଥିଲେ। କିନ୍ତୁ ଯେତେବେଳେ ହନୁମାନ ଅଯୋଧ୍ୟା ଯାଇଥିଲେ ଉର୍ମିଳାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। କାରଣ ସ୍ୱାମୀ ଜୀବନ ଆଉ ମରଣ ସହିତ ଲଢ଼େଇ କରୁଥିବା ଖବର ଶୁଣି ମଧ୍ୟ ଉର୍ମିଳା ଶାନ୍ତ ଏବଂ ଧୀର ଭାବରେ ଛିଡ଼ା ହୋଇଥିଲେ। ଉର୍ମିଳାଙ୍କୁ ଲକ୍ଷ୍ମଣଙ୍କର କିଛି ଚିନ୍ତା ନାହିଁ କି? ବାସ୍ତବରେ ଉର୍ମିଳା ଯେତେବେଳେ ତାଙ୍କ ସ୍ୱାମୀଙ୍କ କଥା ଶୁଣିଲେ ସେ ଛିଡ଼ା ହୋଇ ହସୁଥିଲେ। ଏହା ଦେଖି ହନୁମାନ ତାଙ୍କୁ ପଚାରିଥିଲେ ଯେ ଏମିତି ହସିବାର କାରଣ କ'ଣ ହୋଇପାରେ। ଉର୍ମିଳା କହିଥିଲେ ଯେ ଯେତେବେଳ ପର୍ଯ୍ୟନ୍ତ ତାଙ୍କ ପ୍ରଦୀପ ଉପରେ ସଙ୍କଟ ଆସିନାହିଁ ସେତେବେଳ ପର୍ଯ୍ୟନ୍ତ ଲକ୍ଷ୍ମଣଙ୍କ ଉପରେ କୌଣସି ସଙ୍କଟ ଆସିପାରିବ ନାହିଁ। ବନ୍ଧୁଗଣ, ଭିଡିଓଟି ଭଲ ଲାଗିଲେ ଭିଡିଓକୁ ଗୋଟିଏ ଲାଇକ୍ ଏବଂ ଆମର ସତ୍ୟ ଗାଇଡର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଧନ୍ୟବାଦ। ଜୟ ଶ୍ରୀରାମ।